ନମସ୍କାର। ଆଜି ନବଗୁଞ୍ଜର ଅବତାର ବିଷୟରେ ଜାଣିବା। ଆପଣଙ୍କୁ ସ୍ୱାଗତ ଆଦିଭକ୍ତି ଚ୍ୟାନେଲରେ। ପ୍ରାଚୀନ ହିନ୍ଦୁ ପୌରାଣିକ କାହାଣୀରେ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଅତ୍ୟନ୍ତ ରହସ୍ୟମୟ ଏବଂ ବିରଳ ରୂପ ଅଛି, ଯାହାକୁ ନବଗୁଞ୍ଜର ଅବତାର କୁହାଯାଏ। ଏହି ଅବିଶ୍ୱସନୀୟ ରୂପ ପବିତ୍ର ଗ୍ରନ୍ଥ ମହାଭାରତରେ ବର୍ଣ୍ଣନା କରାଯାଇଛି। ଗୋଟେ ଦିନ ମହାନ ଯୋଦ୍ଧା ଅର୍ଜୁନ ତାଙ୍କ ବନବାସ ସମୟରେ ଏକ ଘନ ଜଙ୍ଗଲ ଦେଇ ଯାଉଥିଲେ। ହଠାତ୍ ସେ ରାସ୍ତାରେ ଠିଆ ହୋଇଥିବା ଏକ ଅତ୍ୟନ୍ତ ଅଦ୍ଭୁତ ପ୍ରାଣୀ ଦେଖିଲେ। ପ୍ରାଣୀଟି ସେହି ସମୟରେ ଭୟଙ୍କର ଏବଂ ଦିବ୍ୟ ଦେଖାଯାଉଥିଲା। ଏହା କୌଣସି ସାଧାରଣ ପ୍ରାଣୀ ନଥିଲେ। ଏହି ପ୍ରାଣୀର 9ଟି ଭିନ୍ନ ଭିନ୍ନ ଅଂଶ ଥିଲେ, ଯାହା ଗୋଟିଏ ରହସ୍ୟମୟ ଶରୀରର ଗଠନ କରିଥିଲା। ସେଗୁଡ଼ିକ ହେଲା କୁକୁଡ଼ାର ମୁଣ୍ଡ, ମୟୂରର ଗଳା, ବଳଦର କୁହା, ସିଂହର କଟି, ସାପର ଲାଞ୍ଜ ଏବଂ ବାଘର ଗୋଟେ ଗୋଡ଼, ହାତୀର ଗୋଟେ ଗୋଡ଼, ଘୋଡ଼ାର ଗୋଟେ ଗୋଡ଼, କମଳ ଧରିଥିବା ଗୋଟେ ମଣିଷର ହାତ। ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ ତୁରନ୍ତ ଧନୁ ଉଠାଇଲେ, ଯୁଦ୍ଧ କରିବାକୁ ପ୍ରସ୍ତୁତ କଲେ। କିନ୍ତୁ ଯେତେବେଳେ ସେ ସତର୍କତାର ସହିତ ଦେଖିଲେ, ସେ ପ୍ରାଣୀର ଆଖିରେ କିଛି ଦିବ୍ୟ ଅନୁଭବ କଲେ। ହଠାତ୍ ପ୍ରାଣୀଟି କଥା କହିଲା, ଏହା ଆଉ କେହି ନୁହେଁ ବରଂ ରହସ୍ୟମୟ ନବଗୁଞ୍ଜର ରୂପର ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଥିଲେ। ଅର୍ଜୁନଙ୍କ ଭକ୍ତି ଏବଂ ବିଶ୍ୱାସକୁ ପରୀକ୍ଷା କରିବା ପାଇଁ କୃଷ୍ଣ ଏହି ଅସାଧାରଣ ଅବତାର ଆବିର୍ଭୂତ ହୋଇଥିଲେ। ଅର୍ଜୁନ ଶୀଘ୍ର ବୁଝିପାରିଲେ ଯେ କୌଣସି ସାଧାରଣ ପ୍ରାଣୀ ଏପରି ଦିବ୍ୟ ଉପସ୍ଥିତ ହୋଇପାରିବ ନାହିଁ। ସେ ତାଙ୍କର ଅସ୍ତ୍ର ତ୍ୟାଗ କଲେ ଏବଂ ଗଭୀର ସମ୍ମାନରେ ନତମସ୍ତକ ହୋଇଲେ। କୃଷ୍ଣ ହସି ତାଙ୍କୁ ଆଶୀର୍ବାଦ କଲେ, କହିଲେ ଯେ ପ୍ରକୃତ ଭକ୍ତି ଜାଣେ ବ୍ୟକ୍ତିକୁ କୌଣସି ରୂପରେ ଈଶ୍ୱରକୁ ଚିହ୍ନିବା ଅନୁମତି ଦିଏ। ସେହି ଦିନଠାରୁ ଅର୍ଜୁନଙ୍କ ବିଶ୍ୱାସ ଆହୁରି ଦୃଢ଼ ହୋଇଗଲା। ଏହାର ଅର୍ଥ ହେଉଛି ନବଗୁଞ୍ଜର ଅବତାର ଏକ ଶକ୍ତିଶାଳୀ ଶିକ୍ଷା ଦେଇଥାଏ। ତାହା ହେଉଛି ପରମେଶ୍ୱର ଯେକୌଣସି ରୂପରେ ଦେଖାଯାଇପାରନ୍ତି। ବିଶ୍ୱାସ ଏବଂ ଭକ୍ତି ଆମକୁ ଦିବ୍ୟ ଚିହ୍ନିବାରେ ସାହାଯ୍ୟ କରେ। ବ୍ରହ୍ମାଣ୍ଡ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ରହସ୍ୟରେ ପରିପୂର୍ଣ୍ଣ। ତ ଆମେ ଆଜି ଜାଣିଲେ ନବଗୁଞ୍ଜର ଅବତାର ବିଷୟରେ। ଆଶା କରୁଛି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଏହିଭଳି ଶିକ୍ଷଣୀୟ ଭିଡ଼ିଓ ଦେଖିବା ପାଇଁ ଆପଣ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର। ପୁଣି ଏକ ଦେଖାହବ ନୂଆ ଭିଡ଼ିଓରେ।